ଭଞ୍ଜସେନା ପ୍ରତିଷ୍ଠା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନ କ୍ରମେ କିଛି ବର୍ଷ ଧରି ଦୁଆରଶୁଣି ଘାଟିର ବିଭିନ୍ନ ସମସ୍ୟାକୁ ନେଇ ବିଭିନ୍ନ ଉପାୟରେ ଭଞ୍ଜସେନା ତାର ଆନ୍ଦୋଳନକୁ ଜାରି ରଖିଥିଲା, ଯାହାଦ୍ୱାରା ବିଭିନ୍ନ ସମସ୍ୟା ପୂରଣ ହୋଇଥିଲା ଏବଂ ଆହୁରି କିଛି ବାକି ଥିଲା, ଯାହାକି ଭଞ୍ଜସେନା ଦ୍ୱାରା ଚଳିତ ଫେବୃଆରୀ ମାସ 20 ତାରିଖ ଆନ୍ଦୋଳନର ଫଳସ୍ୱରୂପ ଆଜି ଦୁଆରଶୁଣି ଘାଟିରେ ପଥର ବ୍ଲାଷ୍ଟିଂ ଆରମ୍ଭ ହୋଇ ଆଗାମୀ ଦିନରେ ଘାଟିର ପ୍ରଶସ୍ତୀକରଣ ପାଇଁ ବାଟ ଖୋଲିଲା। ସେଥିପାଇଁ ଧନ୍ୟବାଦର ପାତ୍ର ହେଉଛନ୍ତି ମୟୂରଭଞ୍ଜର ନୂତନ ଜିଲ୍ଲାପାଳ ଏବଂ ଜିଲ୍ଲା ପୋଲିସ ପ୍ରଶାସନ। ସମଗ୍ର ମୟୂରଭଞ୍ଜବାସୀ, ସମଗ୍ର ରାଜ୍ୟର ଡ୍ରାଇଭର ଭାଇ ଏବଂ ସମସ୍ତ ସଚେତନ ଜନସାଧାରଣମାନେ ଏହାର ଶ୍ରେୟ। ଆଜିର ଏହି ଖୁସିର ମୁହୂର୍ତ୍ତରେ ସମଗ୍ର ମୟୂରଭଞ୍ଜରେ ଥିବା ଭଞ୍ଜସେନା କର୍ମୀମାନେ ପରସ୍ପର ସମସ୍ତଙ୍କୁ ମିଠାଇ ଖୁଆଇ ଖୁସି ମନାଇଥିଲେ। କେବଳ ଭଞ୍ଜସେନାର ଦୀର୍ଘ ଦିନର ନିରବିଚ୍ଛିନ୍ନ ଆନ୍ଦୋଳନ ଫଳରେ ମରଣଜନ୍ତା ପାଲଟିଥିବା ଦୁଆରଶୁଣି ଘାଟିର ପ୍ରଶସ୍ତୀକରଣ କାର୍ଯ୍ୟ ଆରମ୍ଭ ହେବା ପାଇଁ ବାଟ ଖୋଲିଛି। ଆଉ ପ୍ରଶସ୍ତୀକରଣ କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ଭଞ୍ଜସେନା ତାର ସଂଗ୍ରାମ ଜାରି ରଖିବ ବୋଲି ସଂଗଠନ ପକ୍ଷରୁ ମୁଖପାତ୍ର ମାନସ ବେହେରା ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି। ବାରିପଦାରୁ ଦେବସ୍ମିତ ଚୌଧୁରୀଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।